ଦେଖ ମୋ ଭାଇମାନେ ପଇସା ଚୋରକୁ ଆ ନାଁ ହେଉଛି ଜି ପ୍ରଫୁଲ୍ଲ କୁମାର ରେଡ୍ଡି, ପିତା ନାଁ ହେଉଛି ତମ୍ବାଳ ରେଡ୍ଡି, ଖଳା ସାହି ଆଙ୍କୁଲି। ତା ମା ଦେହ ଖରାପ ଅଛି ମିଛ କହି ଆମରୁ ଲକ୍ଷେ ଓସାର ଚେକ୍, ଆଧାର କାର୍ଡ଼, ପାନ୍ କାର୍ଡ଼ ସବୁ ପ୍ରମାଣପତ୍ର ରଖି ନେଇଥିଲା। ସେ କହିଥିଲା ଯେ ଘର ବିକିଲେ ପଇସା ଆକାଉଣ୍ଟରୁ ଆସିଯିବ ଭାଇ, 4 ମାସ ପରେ ଚେକ୍ ବ୍ୟାଙ୍କରେ ଲଗେଇବେ। ସେ ଚେକ୍ ବାଉନ୍ସ ହେଲା କାରଣ ଆକାଉଣ୍ଟରେ ପଇସା ହିଁ ନଥିଲା। ତାପରେ ଆମେ ପୋଲିସର ଆଶ୍ରୟ ନେଲୁ। ପୋଲିସ ବି ତାକୁ ଖୋଜୁଛି, ସେ ଚୋର ଭଳି ଏଇଠି ସେଇଠି ଲୁଚୁଛି। ଆମେ ଛତ୍ରପୁର କୌଣସି କାମରେ ଯାଇଥିଲୁ, ସେଇଠି ସେ ଗୋବିନ୍ଦପୁର ଠାରେ ଠିଆ ହେଇଥିଲା। ଆମେ ପଇସା ଆମେ ଗାଡ଼ି ରଖି ପଇସା ମାଗିଲୁ, ପଇସା ଆମର ଦେଉନୁ ଏଇଠି ଲୁକୁଛୁ କହିବାରୁ ସିଏ ଧାଇଁଆରେ ଲାଗିଲା। ବିଲମାଳିଆ ହେଇକି ସେ ଧାଇଁ ଧାଇଁ କୁଆଡ଼େ ଗଲା, ଆମେ ବି ତାକୁ ଧରି ପାରିଲୁନୁ। ତ ଭାଇ ଭଉଣୀ ସମସ୍ତଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ମୁଁ ଏ ଭିଡ଼ିଓ ମାଧ୍ୟମରେ, କାହାକୁ ପଇସା ଦିଅନି କି କାହାଠୁ ପଇସା ଆଣନି। କାରଣ ଆମେ ଯେମିତି କଷ୍ଟ ହେଉଛି, ଆମେ ଯେମିତି ହଇରାଣ ହେଉଛୁ, କେହି ବି ସେ ହଇରାଣ ନ ହୁଅନ୍ତୁ। ପଇସା କାହାକୁ ଦିଅନି କି କାହାଠୁ ବି ଆଣନି, ଏତିକି ମୋ ସମସ୍ତଙ୍କୁ ଅନୁରୋଧ ରହିଲା। ଆମେ ଯେମିତି ହଇରାଣ ହେଉଛୁ, ଦେଖ ସେ କିନ୍ତୁ ଧାଇଁ ଧାଇଁ ସେ ବିଲମାଳିଆ ହେଇକି ସେ ଆମେ ତାକୁ ଧରି ପାରିଲୁନୁ। ଚୋର ତ ଧାଇଁଆ ଚୋରରେ ଏକ୍ସପର୍ଟ ନା, ତ ଆମେ ତାକୁ ଧରି ପାରିଲୁନୁ।